ଆପଣମାନଙ୍କୁ SP ବ୍ଲଗିଂ ଚ୍ୟାନେଲକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କୁ ଏମିତି ଗୋଟେ ଗଛ ଦେଖେଇବି, ସେ ଗଛଟାର ନାଁ କହିପାରିବେ, ଆଉ ସେ ଗଛଟାର ଯିଏ ନାଁ କହିବ ନା ତାକୁ 2 ମାସ ପାଇଁ ରିଚାର୍ଜ ଏୟାରଟେଲ୍ ଫ୍ରି। ଆଉ ଚାଲନ୍ତୁ ସେ ଗଛଟା ଦେଖିବି। ସେ ଗଛଟା ଏକଦମ ପୁରା ଗୋଲେଇ ହେଇକି ଅଛି। ସେ ଗଛର ନାଁ କ'ଣ କମେଣ୍ଟ ବକ୍ସରେ କହିବେ, କିନ୍ତୁ ବହୁତ ଅଧିକାଂଶ ଲୋକ ଜାଣିଥିବେ ଆଉ କିଏ ବି ଜାଣିବି ନଥିବେ। ସେ ଗଛଟା ମୁଁ 4-5 ଜଣ ଲୋକକୁ ପଚାରି ସାରିଲେଣି ଏଠିକାର, ସେ ଗଛର ନାଁ କହିପାରୁନାହାନ୍ତି। ବୁଢ଼ା ଲୋକମାନେ କହୁଛନ୍ତି, ମାନେ ଯେଉଁ ଅଧିକା ବୟସର ଲୋକମାନେ, ଆଉ କମ୍ ବୟସର ଯେମିତି ଆମେ 25-26-30 ବର୍ଷର ଲୋକମାନେ ଏମିତି କହିପାରୁନାହାନ୍ତି। ସେ ଗଛଟାକୁ ଚାଲ ଆପଣମାନେ ଯଦି ଜାଣିଥିବେ ବୋଲି କହିଲେ ସେ ଗଛର ନାଁଟା ଟିକେ କହିବେ। ଆଉ ସେ ଗଛର ଯିଏ ନାଁ କହିବ ତଳେ ତା'ର ମୋବାଇଲ୍ ନମ୍ବର ସେଣ୍ଡ କରିବ, 2 ମାସ ପାଇଁ ମୁଁ ତାର ରିଚାର୍ଜ କରିଦେବି। ଆଉ ଚାଲନ୍ତୁ ସାଙ୍ଗମାନେ ଡେରି ନ କରିକି ସେ ଗଛଟାକୁ ଦେଖେଇବି, ସେ ଗଛର ନାଁଟା କହିବେ ଆପଣ। ଚାଲନ୍ତୁ ସେ ଗଛ ପଳେଇ ଆସିଛି ସାଙ୍ଗମାନେ, ଦେଖି ପାରୁଥିବେ ଏମିତି ତାଙ୍କର ଏପଟେ ମୁନିଆ ହେଇକି ଅଛି। ଆଉ ଏମିତି ସାଇଡ଼୍ରେ କଣ୍ଟା ଭଳି ହେଇକି ଅଛି। ଆଉ ଗଛଟା ଦେଖିବାକୁ ଏକଦମ ଗୁଲେଇ ହେଇକି ଅଛି। ଦେଖ ସେଠି କେତେଟା ଗଛ ଲାଗିଛି, 1 2 3 ଗୋଟେ 4ଟା ଗଛ ଲାଗିଛି। ଏ ଗଛର ନାଁ କ'ଣ କହିପାରିବେ? ଦେଖିପାରୁଥିବେ ଆପଣମାନେ ଭଲ ଭାବରେ ଗଛଟାକୁ ଦେଖନ୍ତୁ, ଏଭଳିଆ ହେଇକି ଅଛି। ଏ ଗଛର ନାଁ କ'ଣ ଆପଣମାନେ କମେଣ୍ଟ ବକ୍ସରେ ପ୍ଲିଜ୍ ଦୟାକରି କୁହନ୍ତୁ। ଗଛ ବଢ଼ିଆ ଡିଜାଇନ୍ ଗଛ ଶୋ ଭଳିଆ ଦେଖାଯାଉଛି, କିନ୍ତୁ ଏ ଡିଜାଇନ୍ ଗଛ ଶୋ ଗଛ ନୁହଁ ହେଲେ। ଆଉ ଦେଖିପାରୁଥିବେ କେମିତି ଆର ଚତୁଃପାର୍ଶ୍ୱ କେମିତି ଅଛି ଗଛଟି ଭଲ ଭାବରେ। ଆଉ ଆପଣମାନେ ନିହାତି କମେଣ୍ଟ ବକ୍ସରେ କମେଣ୍ଟରେ କହିବେ। ବରଂ ଆପଣ ସେୟାର ଲାଇକ୍ କରନ୍ତୁ ନ କରନ୍ତୁ, କମେଣ୍ଟ କରି କହିବେ ଗଛର ନାଁ କ'ଣ। ଦେଖିପାରୁଛନ୍ତି ଆପଣମାନେ କେତେ ସୁନ୍ଦର ଦେଖାଯାଉଛି, ଦେଖନ୍ତୁ। ଏପଟେ 2ଟା ଗଛ, ଏପଟେ 2ଟା ଗଛ, ବର୍ତ୍ତମାନ 4ଟା ହିଁ ଗଛ ଅଛି। ଦେଖନ୍ତୁ ସେଇ ଗଛଟା ପାଇଁ ଦେଖନ୍ତୁ କେତେ ଜଙ୍ଗଲ ପାଇଁ ଆସିଛି ବୁଲି ଭିଡ଼ିଓଟା, ସେ ଗଛ ପାଇଁ ଭିଡ଼ିଓଟା ବନେଇବାକୁ। ଦେଖନ୍ତୁ ଏପଟେ ଗୋଟେ ଦେଖିପାରିବେ ଗୋଟେ ପାହାଡ଼ଟେ ଅଛି, ଆଉ ଏପଟେ ଦେଖ କେମିତି ଜଙ୍ଗଲ ପୁରା ମାଟି କାଦୁଅ ରାସ୍ତା ଦେଖିପାରୁଥିବେ ଆପଣମାନେ। ଆଉ ଏଇଠି ଗୋଟେ ବର ଗଛ ଗୋଟେ ଅଛି, ବର ଗଛ କହୁଛନ୍ତି ନା ମହୁଲ ଗଛ କହୁଛନ୍ତି ବୋଧେ। ଏ ଗଛଟା କ'ଣ ନାଁଟା ପ୍ଲିଜ୍ କମେଣ୍ଟ କରି କହିବେ। ଆଉ ଦେଖିପାରୁଥିବେ ତମ ପାଇଁ ଭିଡ଼ିଓଟା ପାଇଁ କେମିତି ବାଲି କାଦୁଅ ବନା ହେଇକି ଯିବାକୁ ପଡ଼ୁଛି। ଦେଖିପାରୁଥିବେ ଏତେ କାଦୁଅ, ଆଉ ଏଇ ପାଟେ ବି ବଣ, ବହୁତ ଛୁଡ଼ା ଗୁଡ଼ା ବଣ ଅଛି। ଦେଖିପାରୁଥିବେ ଆପଣମାନେ ଏପଟେ ପାହାଡ଼ ଏରିଆଟା ଅଛି। ଆଉ କ'ଣ କରିବା, ସେ ଗଛଟା ପାଇଁ 2 ଦିନ ଲାଗିଛି ମୋତେ ଖାଲି ଭିଡ଼ିଓ ବନେଇବା ପାଇଁ। ବର୍ଷା ଦିନେ ମାଟି କାଦୁଅ ପବନ, ସେଥିପାଇଁ ଦେଖିପାରୁଥିବେ। ଆଉ ଆପଣମାନେ କ'ଣ କରିବା, କିନ୍ତୁ ଭିୟୁଟା ମସ୍ତ ଟିକେ ଆସୁଛି, ଖାଲି ବାଲି କାଦୁଅଟା ପାଇଁ ଟିକେ ପ୍ରୋବ୍ଲେମ୍ ହେଇଥାଉଛି। ଆଉ ନହେଲେ ବାକି କିଛି ସବୁ ଭଲ ଅଛି। ବର୍ଷା ଦିନେ ଜାଣିବା କଥା। ଆଉ ଦେଖନ୍ତୁ ଆଉ ଟିକେ ଆଗକୁ ଯାଉ ଭିଉ ଦେଖିବେ।